ହ୍ୟାଲୋ ଷ୍ଟୁଡେଣ୍ଟସ୍ ମୁଁ ଗୋପାଳ ଆପଣମାନଙ୍କୁ ସ୍ୱାଗତ କରୁଛି ଆପଣମାନଙ୍କ ୟୁଟ୍ୟୁବ ଚ୍ୟାନେଲ ଚାଲ ପଢିବା। ତ ପିଲାମାନେ କେମିତି ଅଛ? ବାସ୍ ଆଶା କରୁଛି ସମସ୍ତେ ବହୁତ ହି ଭଲରେ ଥିବ। ତ ପିଲାମାନେ ଆଜି ତମ ମାନଙ୍କର ତମେ ଜାଣିସାରିଥିବ ଯେମିତି କି ଆମେ ଗୋଟେ ଗୋଟେ ମାରାଥନ ଷ୍ଟାର୍ଟ କରୁଛେ ଯୋଉଥିରେ ତମ ମାନଙ୍କର ବହୁତ ବଢିଆ ମୁଁ ଜାଣିଛି ତମ ମାନଙ୍କର ବଢିଆ ପ୍ରିପାରେସନ ଚାଲିଛି। ଆଉ ସେଇ ପ୍ରିପାରେସନ କୁ ଟିକେ ହେଲ୍ପ କରିବା ପାଇଁ ସେଇ ପ୍ରିପାରେସନ କୁ ତମକୁ ଟିକେ ବୁଷ୍ଟ କରିବା ପାଇଁ ସେଇ ପ୍ରିପାରେସନ କୁ ତମର ଟିକେ ହେଲ୍ପଫୁଲ କରିବା ପାଇଁ ଆଉ ତମର ସେଇ ପ୍ରିପାରେସନ କୁ ଟିକେ ଫାଷ୍ଟ ରେ ଚଲେଇବା ପାଇଁ ମୁଁ ତମ ମାନଙ୍କର ମେଥ ଆଉ ସାଇନ୍ସ ର ସେଟ୍ କ୍ୱେଶ୍ଚନ ସବୁ ନେଇକି ଆସିଛି ପିଲାମାନେ। ସେଇ ସେଟ୍ କ୍ୱେଶ୍ଚନ ରେ ତମର ଯୋଉ ବିଷୟରେ ଆଜି ତମର ସେଟ୍ କ୍ୱେଶ୍ଚନ ଥିବ ସେଇ ବିଷୟର ପ୍ରତ୍ୟେକ ଚାପ୍ଟର ପ୍ରତ୍ୟେକ ଟପିକ ର କ୍ୱେଶ୍ଚନ କୁ ନେଇକି ମୁଁ ଗୋଟେ ସେଟ୍ ନେଇକି ଆସିଛି ପିଲାମାନେ। ଧରାଯାଉ ଆଜି ଆମେ କରିବା ଫିଜିକାଲ ସାଇନ୍ସ ଭୌତିକ ବିଜ୍ଞାନର କରିବା ତମେ ଜାଣିସାରିଥିବ ଯେମିତି ଫିଜିକାଲ ସାଇନ୍ସ ରେ ଆମେ କ୍ୱେଶ୍ଚନ ଆନ୍ସର ଡିସ୍କସନ କରିବା। ତ ପିଲାମାନେ ସେଇ ଫିଜିକାଲ ସାଇନ୍ସ ର ଯେତେଟା ଟପିକ ଅଛି ପିଲାମାନେ ଯେତେଟା 5ଟା 6ଟା 10ଟା ଯେତେଟା ଟପିକ ଅଛି ପିଲାମାନେ ସବୁ ଟପିକ ରୁ କିଛି କିଛି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ନେଇକି ମୁଁ ପାଖାପାଖି 25ଟା କ୍ୱେଶ୍ଚନ ତିଆରି କରିଛି ପିଲାମାନେ। ଆଜି ସେଇ 25ଟା କ୍ୱେଶ୍ଚନ କୁ ଡିସ୍କସନ କରିବା ପିଲାମାନେ। ଆଉ ହଁ ସେଇ 25ଟାରୁ ତମ ମାନଙ୍କର କେତେ ମାର୍କ ସବୁ ରହିଲା ମୁଁ ଲାଷ୍ଟରେ ତମେ ମତେ ଟିକେ କମେଣ୍ଟ ରେ ଜଣେଇବ। ଠିକ ଅଛି ପିଲାମାନେ। ତ ଦେଖିପାରୁଥିବ ଆଜି ଆମେ କଣ ଫିଜିକାଲ ସାଇନ୍ସ ର ସେଟ୍ 4 ଟାକୁ ଡିସ୍କସନ କରିବାକୁ ଯାଉଛେ। ତ ତମେ ଜାଣିସାରିଥିବ ନା ସାର୍ କଣ ଆଉ ସବୁ ସେଟ୍ 1 2 3 ଏଟା ସବୁ ସରିଗଲାଣି। ଠିକ ଅଛି ନା ଫିଜିକାଲ ସାଇନ୍ସ ଆଉ ଲାଇଫ ସାଇନ୍ସ ରେ ବି ବହୁତ କିଛି କ୍ଲାସ ଆମେ କରିସାରିଲେଣି। ଏଇ ସେଟ୍ କ୍ୱେଶ୍ଚନ କରିସାରିଲେଣି। ଯଦି ତମେ ଏଇ ଭିଡିଓରେ ନୂଆ ଦେଖୁଛ ନିହାତି ଭାବରେ ପୂର୍ବ କ୍ଲାସରେ ଏଇ କ୍ଲାସଟା ଦେଖି ସାରିଲା ପରେ ପୂର୍ବ ଭିଡିଓ ଗୁଡାକ ପ୍ରତ୍ୟେକ ସେଟ୍ ମୁଁ ଯେତିକ ପଢଉଛି ପିଲାମାନେ ସେତିକ ଏବେ ବହୁତ ଇମ୍ପୋର୍ଟାଣ୍ଟ ତୁମର ବୋର୍ଡ ପରୀକ୍ଷା ପାଇଁ 2026 ମସିହା ବୋର୍ଡ ପରୀକ୍ଷା ପାଇଁ ଏଇ କ୍ୱେଶ୍ଚନ ଗୁଡା ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ କାରଣ ଏଇ କ୍ୱେଶ୍ଚନ ଗୁଡା ହିଁ ପଡୁଛି। ଓକେ ଅଲଗା କିଛି କ୍ୱେଶ୍ଚନ ପଡୁନି ଏଇ କ୍ୱେଶ୍ଚନ ଗୁଡା ହିଁ ରିପିଟ କରୁଛି। ତ ନିହାତି ଭାବରେ କ୍ଲାସ ଟିକେ ଭଲ ସେ ମାଇଣ୍ଡଫୁଲି ଦେଖ। ଯଦି କିଛି ବୁଝି ହଉନି ମତେ କମେଣ୍ଟ ରେ କର। ମୁଁ ତମକୁ କହିବି ଭିଡିଓ ମଝିରେ ମୁଁ ତମକୁ ଗୋଟେ ଗ୍ରୁପ ହ୍ୱାଟ୍ସଆପ ଚ୍ୟାନେଲ ଦେବି ସେଇ ଚ୍ୟାନେଲରେ ବି ମଧ୍ୟ ତମେ ଜଏନ ହେଇକି ମତେ ପର୍ସନାଲି ମେସେଜ କରିକି ନମ୍ବର ଦେବି ମୁଁ ସବୁ କିଛି ଟେନସନ ହବା ଦରକାର ନାହିଁ। ତମେ ଚାଲ ଭିଡିଓଟିକୁ ଷ୍ଟାର୍ଟ କରିବା ଟାଇମ ୱେଷ୍ଟ କରିବାନି। ବାସ୍ ରିକ୍ୱେଷ୍ଟ କରିବି ପିଲାମାନେ ମାତ୍ର ଆଉ 25ଟା ସବସ୍କ୍ରାଇବର ହେଲେ ଆମେ ସେଞ୍ଚୁରୀ ମାରିବାକୁ ଯିବା ଆମ ଫ୍ୟାମିଲିକୁ 100 କରିବାକୁ ଯିବା ପିଲାମାନେ। ନିହାତି ଭାବରେ ତମ ମାନଙ୍କର ଭରସାରେ ଆମେ ଅଛୁ। ନିହାତି ଭାବରେ 25ଟି ସବସ୍କ୍ରାଇବର 25ଟି ମାତ୍ର 25 ଜଣ ପିଲା ମତେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅ। ବହୁତ ହେଲ୍ପଫୁଲ ହେବି କାରଣ ତମ ମାନଙ୍କର ଗୋଟିଏ ଗୋଟିଏ ସବସ୍କ୍ରାଇବ ମତେ ବହୁତ ମୋଟିଭେଟ କରେ ନେକ୍ସଟ କ୍ୱାଲିଟି ଭଲ ଭଲ କଣ୍ଟେଣ୍ଟ ଆଣିବା ପାଇଁ। ଠିକ ଅଛି। ତ ଚାଲ ଭିଡିଓଟିକୁ ଷ୍ଟାର୍ଟ କରିବା ପିଲାମାନେ ବିନା ଟାଇମ ୱେଷ୍ଟ କରିକି। ଠିକ ଅଛି। ଫାର୍ଷ୍ଟ କ୍ୱେଶ୍ଚନ କଣ କହିଲା CH4 ପ୍ଲସ 2O2 ସୃଷ୍ଟି କରିବ କଣ ସୃଷ୍ଟି କରୁଛି CO2 ପ୍ଲସ 2H2O। ଉକ୍ତ ରାସାୟନିକ ପ୍ରତିକ୍ରିୟାଟି କେଉଁ ରାସାୟନିକ ପ୍ରତିକ୍ରିୟାର ଉଦାହରଣ? ପିଲାମାନେ ମୁଁ ବାର ବାର କହୁଛି ଏଠି ମୁଁ ଡିସ୍କସନ କରିବିନି ଡାଇରେକ୍ଟ ଉତ୍ତର କରିବି। ମତେ କୁହ ଏଠି ଏଟା କୋଉ ପ୍ରକାର ରାସାୟନିକ ପ୍ରତିକ୍ରିୟା? ଏକ ନମ୍ବର କଣ ହବ? ତାପ ଉତ୍ପାଦୀ। ଏଠି ତାପ ବାହାରୁଛି। କଣ ବାହାରୁଛି? ତାପ। ଏଠି ତାପ ବାହାରିଥାଏ। ଠିକ ଅଛି ନା। ତାପ ଉତ୍ପାଦୀ ଅପସନ ସି ଇଜ ଦ ରାଇଟ ଆନ୍ସର। ଅପସନ ସି ଇଜ ଦ ରାଇଟ ଆନ୍ସର। ନେକ୍ସଟ କ୍ୱେଶ୍ଚନ କଣ? ଫେରସ ସଲଫେଟ ସ୍ଫଟିକରେ କେତୋଟି ଜଳ ଅଣୁ ଅଛି? ପିଲାମାନେ ଭି ଆଇ ଇମ୍ପୋର୍ଟାଣ୍ଟ ଭେରି ଭେରି ଇମ୍ପୋର୍ଟାଣ୍ଟ ପିଲାମାନେ ଏଇ କ୍ୱେଶ୍ଚନଟା ପରୀକ୍ଷାରେ ପଢିବା ପାଇଁ ବହୁତ ବହୁତ ଇମ୍ପୋର୍ଟାଣ୍ଟ। ମୁଁ ପିଲାମାନେ ଏଇ କ୍ୱେଶ୍ଚନ ଡିସ୍କସନ କରିବା ସମୟରେ ମୁଁ କିଛି କ୍ୱେଶ୍ଚନ ଭେରି ଭେରି ଇମ୍ପୋର୍ଟାଣ୍ଟ ଲେଖୁଛି। ସେଇ କ୍ୱେଶ୍ଚନ ଗୁଡା ତମ ନୋଟରେ ତମର ଯୋଉ ତମର ରଫ ନୋଟ ହଉ କିମ୍ବା ଯୋଉ ନୋଟ ବି ହଉ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଯୋଉଗୁଡା ମୁଁ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ କହୁଛି ସେଗୁଡା ତମେ ନୋଟ ଟିପି ରଖିଥାଅ। ବୁଝିହେଲା। ବହୁତ ଇମ୍ପୋର୍ଟାଣ୍ଟ ସେଟା ପରୀକ୍ଷାରେ ପଢିବା ପାଇଁ ବହୁତ ଇମ୍ପୋର୍ଟାଣ୍ଟ ଅଛି। ହେଲା ଠିକ ଅଛି। 2 ନମ୍ବର କଣ ହବ? 7ଟି ଜଳ ଅଣୁ ଅଛି। କେତେଟା ଜଳ ଅଣୁ ଅଛି ପିଲାମାନେ? 7ଟି ଜଳ ଅଣୁ ଅଛି ପିଲାମାନେ। ପିଲାମାନେ ମୁଁ ଆନ୍ସର ଦବା ପୂର୍ବରୁ ତମେ ମତେ କମେଣ୍ଟରେ ଜଣାଅ ଆନ୍ସର କଣ ହବ। ଠିକ ଅଛି। ମୁଁ ସମସ୍ତଙ୍କ କମେଣ୍ଟ ଦେଖିବି ଆଉ ସମସ୍ତଙ୍କର ଆନ୍ସର ଦେବି। ଲେମ୍ବୁରେ କେଉଁ ପ୍ରକାର ଅମ୍ଳ ଥାଏ ପିଲାମାନେ? ଲେମ୍ବୁରେ କୋଉ ପ୍ରକାର ଅମ୍ଳ ଥାଏ? ଆମେ ସାର୍ ଜାଣିଛେ ଲେମ୍ବୁରେ କୋଉ ପ୍ରକାର ଅମ୍ଳ ଥାଏ ନା ସାଇଟ୍ରିକ ଅମ୍ଳ ଥାଏ। କୋଉ ପ୍ରକାର ଅମ୍ଳ? ନା ସାର୍ ସାଇଟ୍ରିକ ଅମ୍ଳ ଥାଏ। ଠିକ ଅଛି। ଲେମ୍ବୁରେ କୋଉ ପ୍ରକାର ଅମ୍ଳ ଥାଏ ନା ପିଲାମାନେ ସାଇଟ୍ରିକ ଅମ୍ଳ ଥାଏ। 4 ନମ୍ବର କ୍ୱେଶ୍ଚନ କଣ କହିଲା ନା ଯେଉଁ ଦ୍ରବଣ ଗୁଡିକ ମଧ୍ୟରେ ଯେଉଁ ଦ୍ରବଣ ଗୁଡିକ ଅଧିକ ପରିମାଣରେ H+ ଆୟନ ଦିଅନ୍ତି। ମାନେ କହୁଛି ଯେଉଁ ଦ୍ରବଣ ଗୁଡିକ ଅଧିକ ପରିମାଣରେ H+ ଆୟନ ଦେଇଥାନ୍ତି ସେମାନଙ୍କୁ କଣ କୁହାଯାଏ? କୁହ ଜଲ୍ଦି ପିଲାମାନେ। କଣ କୁହାଯିବ ସେଇ ଦ୍ରବଣ ମାନଙ୍କୁ? ଆମେ ଜାଣିଛେ ସାର୍ ଅମ୍ଳ ମାନେ କଣ ଦିଅନ୍ତି? H+ ଆୟନ ଦିଏ। ତାକୁ ଅଧିକ H+ ଆୟନ ଦଉଛନ୍ତି ମାନେ ତାକୁ ଆମେ ସବଳ ଅମ୍ଳ କହିବା। ଓକେ ନା। ଯଦି ଅଧିକ H+ ଆୟନ ଦଉଛନ୍ତି ତାକୁ ଆମେ କଣ କହିବା ପିଲାମାନେ? ସବଳ ଅମ୍ଳ କହିବା। ନେକ୍ସଟ କ୍ୱେଶ୍ଚନ ତମ ସ୍କ୍ରିନ ଉପରେ ଅଛି। କଣ କହିଲା ନା ନିମ୍ନଲିଖିତ ମଧ୍ୟରୁ କେଉଁ ଯୌଗିକଟିକୁ ସୋଡା ଅମ୍ଳ ନିଆଁ ଲିଭା ଯନ୍ତ୍ରରେ ବ୍ୟବହାର କରାଯାଇଥାଏ? ସୋଡା ଅମ୍ଳ କଣ କହିଛି ପିଲାମାନେ? ସୋଡା ଅମ୍ଳ ନିଆଁ ଲିଭା ଯନ୍ତ୍ରରେ ବ୍ୟବହାର କରିଥାଉ। ଜଲ୍ଦି ପିଲାମାନେ କମେଣ୍ଟ କର। 5 ନମ୍ବର କଣ ହବ? 5 ନମ୍ବର ଆନ୍ସର ଇଜ ଦ ରାଇଟ ଆନ୍ସର ଇଜ କଣ? ସୋଡିୟମ ବାଇକାର୍ବୋନେଟ ତାକୁ ବି ଆମେ କହିପାରେ। ଅପସନ ସି ସୋଡିୟମ ବାଇକାର୍ବୋନେଟ ବି କହିଥାଉ। ସୋଡିୟମ ହାଇଡ୍ରୋଜେନ କାର୍ବୋନେଟ ବି ମଧ୍ୟ କହିଥାଉ। ଏଇଟା ଇଜ ଦ ରାଇଟ ଆନ୍ସର। ଏଇଟା ହଉଛି ରାଇଟ ଆନ୍ସର। NaHCO3 ଓକେ।
6 नंबर क्वेश्चन कहला कौन ना केउ दुईटी सबुठारु उत्तम ताप परिवाही अटे एମାନଙ୍କ भितरु कोउ दुईटा सबुठारु उत्तम गुड कंडक्टर बोली ताको आमे कहि परिया ताप परिवाहक तापको परिवहन करि पारे कोउ दुईटा सबुठारु भल ताप परिवहन करि पारे 6 नंबर कौन हम पिला माने रूपा ଆଉ तंबा ଦି ଜଣ ଭଲ ତାପ उत्तम ताप परिवाही ବୋଲି କହି ପାରିବା ऑप्शन डी इज द राइट आंसर ऑप्शन डी इज द राइट आंसर ପିଲାମାନେ ନେକ୍ସଟ କ୍ୱେଶ୍ଚନ ପଢ କଣ କହିଛି କହିଲା କଣ ନା 7 ନମ୍ବର ଧାତୁ ଜଳ ସହ ପ୍ରତିକ୍ରିୟା କରି କେଉଁ ଦୁଇଟି ଉତ୍ପାଦ ସୃଷ୍ଟି କରିଥାଏ ପିଲାମାନେ ଯଦି ଧାତୁଟା ଜଳ ସହିତ ରାସାୟନିକ ପ୍ରତିକ୍ରିୟା କରୁଛି ତେବେ କଣ ଧାତୁଟା ଜଳ ସହିତ ରାସାୟନିକ ପ୍ରତିକ୍ରିୟା କଲେ ଧାତବ ହାଇଡ୍ରୋକ୍ସାଇଡ କଣ ଉତ୍ପାଦନ କରିଥାଏ ନା ଧାତବ ହାଇଡ୍ରୋକ୍ସାଇଡ ଆଉ ଧାତୁଟା ଅକ୍ସିଜେନ ସହିତ ରାସାୟନିକ ପ୍ରତିକ୍ରିୟା କଲେ ସେ କଣ ଉତ୍ପାଦନ କରିବ ଧାତବ ଅକ୍ସାଇଡ ଆଉ ଧାତୁଟା ଜଳ ସହିତ ରାସାୟନିକ ପ୍ରତିକ୍ରିୟା କଲେ ଧାତବ ହାଇଡ୍ରୋକ୍ସାଇଡ ଉତ୍ପାଦନ କରିଥାଏ ଜଲ୍ଦି ପିଲାମାନେ 7 ନମ୍ବର କଣ ହବ କୁହ ଜଲ୍ଦି ପିଲାମାନେ ଅପସନ ବି ଇଜ ଦ ରାଇଟ ଆନ୍ସର ଅମ୍ଳଜାନ ନୁହଁ ଉଦ୍ଜାନ ତା ସହିତ ବାହାରିଥାଏ କଣ ବାହାରିଥାଏ ଉଦ୍ଜାନ ଅପସନ ବି ଇଜ ଦ ରାଇଟ ଆନ୍ସର ଅପସନ ବି ଇଜ ଦ କଣ ରାଇଟ ଆନ୍ସର ନେକ୍ସଟ କ୍ୱେଶ୍ଚନ ପିଲାମାନେ କଣ ନା ସଲଫର ସଂଯୋଜକ କକ୍ଷରେ କେତୋଟି ଇଲେକ୍ଟ୍ରନ ଥାଏ ମତେ କୁହ ଜଲ୍ଦି ପିଲାମାନେ ସଲଫର ରେ ମନେ ପକାଅ ଆମେ ପଢୁଥିଲେ ହାଇଡ୍ରୋଜେନ ହିଲିୟମ ଲିଥିୟମ ବେରିଲିୟମ ବୋରନ କାର୍ବନ ନାଇଟ୍ରୋଜେନ ଅକ୍ସିଜେନ କ୍ଲୋରିନ ନିଅନ ସୋଡିୟମ ଆଲୁମିନିୟମ ସିଲିକନ ଫସଫରସ ସଲଫର ସଲଫର ଫସଫରସ ପରେ ସଲଫର କେତେ ନମ୍ବର ଅଛି ସିଏ କୁହ ହୁଁ କୁହ କୁହ ଜଲ୍ଦି କୁହ କमेंट କର ପିଲାମାନେ ହୁଁ 8 ନମ୍ବର କଣ ହବ ଉତ୍ତର ନା ଅପସନ ସି ଇଜ ଦ ରାଇଟ ଆନ୍ସର 6ଟି କେତେଟା ସଂଯୋଜକ କକ୍ଷରେ 6ଟି ଇଲେକ୍ଟ୍ରନ ଥାଏ ଠିକ ଅଛି ତାପରେ 9 ନମ୍ବର କ୍ୱେଶ୍ଚନ ଆସିଲା ପିଲାମାନେ କଣ କହିଛି କହିଲା ନିମ୍ନଲିଖିତ ମଧ୍ୟରୁ କେଉଁ ଯୌଗିକଟିର ସ୍ଫୁଟନାଙ୍କ ସର୍ବାଧିକ ଅଟେ ଏମାନଙ୍କ ଭିତରେ କେଉଁ ଯୌଗିକଟିର ସ୍ଫୁଟନାଙ୍କଟା ସବୁଠାରୁ ଅଧିକ ଅଟେ ପିଲାମାନେ ଆମେ ଜାଣିଛେ କାହାର କଲିଚୂନ ଏମାନଙ୍କର ଏଇଟାକୁ ଆମେ କଲିଚୂନ କହିଥାଉ ପିଲାମାନେ ଆଉଥରେ ମନେ ରଖ ଏଇଟାକୁ ଆମେ କଲିଚୂନ ବୋଲି କହିଥାଉ କଣ କହିଥାଉ କଲିଚୂନ କଲିଚୂନ ବୋଲି କହିଥାଉ ଏଇଟା ଆଉ ଗୋଟେ NaCl ଏଟାକୁ ଲୁଣ ଲବଣ ଖାଇବା ଲୁଣ ଲବଣ ବୋଲି କହିଥାଉ ବା ଖାଇବା ଲୁଣ ହେଲା ଲବଣ ଏଟା ମାଗ୍ନେସିୟମ କ୍ଲୋରାଇଡ ହେଲା କ୍ୟାଲସିୟମ କ୍ଲୋରାଇଡ ହେଲା ଏଟା ନୁହଁ କିଛି ଏଇଟା ବହୁତ ଇମ୍ପୋର୍ଟାଣ୍ଟ ଆଉ କଣ ପିଲାମାନେ ନା CaO ଟାକୁ ଆମେ କହିଲେ କଲି ଚୂନ CaCO3 ଟାକୁ ଆମେ କଣ କହିଲେ ମାର୍ବଲ ଚୂନ ପଥର ହେଁ ଆଉ ଆମର ଚଖଡି ବି କହିପାରିବା ଠିକ ଅଛି ଆଉ କଣ ପିଲାମାନେ CaOH ର ହୋଲ 2 ଏଟାକୁ ଆମେ କଣ କହିଥାଉ ନା କ୍ୟାଲସିୟମ ହାଇଡ୍ରୋକ୍ସାଇଡ ଏଟାକୁ ଆମେ ସମିତ ଚୂନ ବୋଲି କହିଥାଉ କଣ କହିଥାଉ ପିଲାମାନେ ସମିତ ଚୂନ ସମିତ ଚୂନ ବୋଲି କହିଥାଉ ଏଇ ତିନିଟା ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ ମନେ ରଖିବ ଓକେ ନେକ୍ସଟ କ୍ୱେଶ୍ଚନ ପିଲାମାନେ ଯିବା ନେକ୍ସଟ କ୍ୱେଶ୍ଚନ ପଢ କଣ ଅଛି ଏଟା ଟିକେ ଲିଭେଇଦବା ନେକ୍ସଟ କ୍ୱେଶ୍ଚନ କଣ ଅଛି 10 ନମ୍ବର କ୍ୱେଶ୍ଚନ ପଢ ପିଲାମାନେ ସମସ୍ତେ ପଢିକି ଆନ୍ସର ଦିଅ କଣ ଅଛି 10 ନମ୍ବର କ୍ୱେଶ୍ଚନ ପିଲାମାନେ ଅଛି ନା କଣ ମାଙ୍ଗାନିଜ ଅକ୍ସାଇଡ ରୁ କଣ ପିଲାମାନେ ମାଙ୍ଗାନିଜ ଅକ୍ସାଇଡ ରୁ ମାଙ୍ଗାନିଜ ପାଇବା ପାଇଁ କେଉଁ ଧାତୁକୁ ବିଜାରକ ରୂପେ ବ୍ୟବହାର କରିବାକୁ ପଡିବ କିଛି ପିଲାମାନେ ମନେ ରଖିବାକୁ ପଡିବ ତମର କିଛି ଇକ୍ୱେସନ ଗୁଡାକୁ ତମେ ମନେ ରଖିବାକୁ ପଡିବ ଏଠି ଅପସନ ବି ଇଜ ଦ ରାଇଟ ଆନ୍ସର ଆଲୁମିନିୟମ କୁ ବିଜାରିତ ରୂପରେ କଲେ ତେବେ ଆମେ କଣ ପାଇବା ନା ମାଙ୍ଗାନିଜ ଅକ୍ସାଇଡ ରୁ ମାଙ୍ଗାନିଜ ପାଇପାରିବା ଓକେ ନେକ୍ସଟ କ୍ୱେଶ୍ଚନ 11 ନମ୍ବର କଣ କହିଛି ନା ଧାତୁ ଉପକରଣକୁ କଣ ସରି ରୂପା ଉପକରଣକୁ ବାୟୁରେ ଥିବା କେଉଁ ଉପାଦାନ ସହ ପ୍ରତିକ୍ରିୟା କରି ସଂକ୍ଷାରଣର ସମ୍ମୁଖୀନ ହୋଇଥାଏ ଯଦି ଆମେ ଗୋଟେ ରୂପାକୁ ବାହାରେ ରଖିବା ତେବେ ସେଇ ରୂପାଟା ବାୟୁରେ ଥିବା କାହା ସହିତ ରାସାୟନିକ ପ୍ରତିକ୍ରିୟା କରିବ ଯାହା ଫଳରେ କି ସେ ସଂକ୍ଷାରଣର ସମ୍ମୁଖୀନ ଥାଏ ଯାହା ଫଳରେ ତାପରେ କଣ ଲାଗିବ କଳଙ୍କି ଲାଗିବାର ସମ୍ଭାବନା ରହିବ କୁହ ଜଲ୍ଦି ପିଲାମାନେ କଣ ବାହାରେ ଥିବା ସଲଫର ସହିତ ରାସାୟନିକ ପ୍ରତିକ୍ରିୟା କରିବ 11 ନମ୍ବର କଣ ହବ 11 ନମ୍ବର ସି ଇଜ ଦ ରାଇଟ ଆନ୍ସର ସଲଫର ସହିତ ରାସାୟନିକ ପ୍ରତିକ୍ରିୟା କରିବ 11 ନମ୍ବର ସି ଇଜ ଦ ରାଇଟ ଆନ୍ସର ସେଥିପାଇଁ ସବୁଜ ରଙ୍ଗ ହେଇଯାଇଥାଏ ହଁ କି ନା ତାପରେ ସଲ୍ଟ ର କେଉଁ ଧାତୁର କେଉଁ ମୌଳିକର ମିଶ୍ର ଧାତୁ ଅଟେ କଣ ସଲ୍ଡର କେଉଁ ଧାତୁର ମିଶ୍ର ଧାତୁ ଅଟେ ଏଗୁଡା ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ ସଲ୍ଡର ବ୍ରୋଞ୍ଜ ପିତ୍ତଳ ଏଗୁଡା ବହୁତ ଇମ୍ପୋର୍ଟାଣ୍ଟ ସଲ୍ଡର କେଉଁ ଧାତୁର ମିଶ୍ର ଧାତୁ ଅଟେ ଏଇ କ୍ୱେଶ୍ଚନ ଗୁଡା ଆମେ ବାର କରିଛେ ବ୍ରୋଞ୍ଜ ର ଗୋଟେ କରିଥିଲି କ୍ୱେଶ୍ଚନ ମୋର ମନେ ପଡୁଛି ଟେଷ୍ଟ ନମ୍ବର 2 ମକ୍ ଟେଷ୍ଟ ନମ୍ବର ତମେ କ୍ଲାସ ରେ ଯାଇକି ଚ୍ୟାନେଲ ରେ ଯାଇକି କ୍ଲାସ ରେ ମକ୍ ଟେଷ୍ଟ ନମ୍ବର 2 କୁ ଯିବ ଏଇଟା ଥିବ ଦେଖ ଏଇ ଭଳିଆ କ୍ୱେଶ୍ଚନ ପୁରା ଏଇଟା ବହୁତ ଇମ୍ପୋର୍ଟାଣ୍ଟ ନୋଟ ରେ ଲେଖିନିଅ ଭେରି ଭେରି ଇମ୍ପୋର୍ଟାଣ୍ଟ ସେଠି ବି ମୁଁ କହିଥିଲି ଭେରି ଇମ୍ପୋର୍ଟାଣ୍ଟ ଏଠି ବି କହୁଛି ଭେରି ଇମ୍ପୋର୍ଟାଣ୍ଟ ହେଲା ସଲ୍ଡର କଣ ସଲ୍ଡର କେଉଁ ମୌଳିକର ମିଶ୍ର ଧାତୁ ଅଟେ ଜଲ୍ଦି ପିଲାମାନେ କର 12 ନମ୍ବର ଅପସନ ଏ ଇଜ ଦ ରାଇଟ ଆନ୍ସର ଲେଡ ଆଉ ଏସଏନ ପିବି ଆଉ ଏସଏନ କଣ ଲେଡ ଆଉ ଏସଏନ ବା ପିବି ଆଉ ଏସଏନ ଓକେ 13 ନମ୍ବର କ୍ୱେଶ୍ଚନ ନିମ୍ନଲିଖିତ ମଧ୍ୟରୁ କେଉଁଟି କ୍ଲୋରୋଫର୍ମର ସଂକେତ ଅଟେ ପିଲାମାନେ କ୍ଲୋରୋଫର୍ମର ସଂକେତ କୋଉଟା ଅଟେ ପିଲାମାନେ 13 ନମ୍ବର ଅପସନ ସି ଇଜ ଦ ରାଇଟ ଆନ୍ସର CHCl2 CL3 CHCl3 ଅପସନ ସି ଇଜ ଦ ରାଇଟ ଆନ୍ସର ନେକ୍ସଟ କ୍ୱେଶ୍ଚନ 14 ନମ୍ବର କଣ କହିଛି ଜଲ୍ଦି ସାରିଆ ବହୁତ ଅଧିକରୁ ଅଧିକ କ୍ୱେଶ୍ଚନ ଆମେ ଡିସ୍କସନ କରିବା ପାଇଁ ଚେଷ୍ଟା କରିବା
14 नंबर कौन कहिछि ना ग्राफाइट रे केतेक कार्बन परमाणु अन्य केतोटी कार्बन परमाणु सह संयुक्त होइଥାଏ से कहला मोर ग्राफाइट रे प्रत्येक कार्बन परमाणु अन्य केतोटी कार्बन परमाणु सहित एइठी देखो केतोटी कार्बन परमाणु सहित कोन होइछि संयुक्त होइଥାଏ जल्दी पिला माने कमेंट करो 14 नंबर कोन हबो ऑप्शन ए इज द राइट आंसर तीनोटी ऑप्शन ए इज द राइट आंसर केतोटी पिला माने तीनोटी कार्बन सहित संयुक्त होइଥାଏ ओके नेक्स्ट क्वेश्चन कोन सातोटी कार्बन परमाणु थिबा आल्केन ग्रुप रो हाइड्रोकार्बन रो संकेत कोन सातोटी कार्बन माने एटा सात सात आल्केन कोन कहिछि पिला माने केन आल्केन ANE मने पकाओ टिके पिला माने आल्केन केतोटी तार बंध तयारी हबो जल्दी को पिला माने 15 नंबर कोन हबो 15 नंबर कोन हबो ऑप्शन सी इज द राइट आंसर ऑप्शन सी इज द राइट आंसर ओके C7H16 C7H16 ओके तापर आल्काइन आल्केन आल्कीन एटा मने रखिबो ठीक ओके 16 नंबर कोन कहिछि गोटे संरचना देई देछि दीटा कार्बन अछंती से भितर डबल बॉन्ड ହେଇछि हाइड्रोजन सबुडा लागिछि एठी दीटा लागिछि माने यार अर्थ कोन C2H4 संरचना हाइड्रोकार्बन टिर नाम कोन पिला माने C2 अछि माने कोन हबो कुह जल्दी C2 अछि माने आमे कहि देई परिया कोन इथेन इथेन किबा इथाइन हेतै पारे किंतु जेहेतु एटा डबल बॉन्ड अछि तबे आमे इथेन कहिबा इन कहिबानी एन कहिबा ईएन कहिबा हला तो ऑप्शन बी इज द राइट आंसर ऑप्शन बी इज द राइट आंसर ओके नेक्स्ट क्वेश्चन पिला तमन मानकर स्क्रीन ले आस जाईची कोन ना कहिছে C4H9 OH যৌগিকটিরে কেউ সক্রিয় গ্রুপরে সংযুক্ত হইছন্তি জলদি পিলা মানে কর 17 নম্বর অপশন এ ইজ দ্য রাইট আনসার OH লাগিছে মানে আলকোহল হবনি কি OH লাগিছে মানে আলকোহল হবনি কি ডাইরেক্ট क्वेश्चन देखियो आंसर देबो क्वेश्चन देखियो आंसर देबो ओके नेक्स्ट क्वेश्चन पिला माने कोन कहिছে 18 नंबर ना अपृक्त कार्बन যৌগিক গুড়িক বহু পরিমাণরে কলা ধোঁয়া সহ কেউ রঙরে শিখা দেইথাই বহু ପରିମାଣରେ କଳା ଧୂଆଁ ସହିତ କେଉଁ ରଙ୍ଗରେ ଶିଖା ଦେଇଥାଏ ପିଲାମାନେ ଜଲ୍ଦି କମେଣ୍ଟ କର ପିଲାମାନେ 18 ନମ୍ବର କଣ ହବ 18 ନମ୍ବର ଅପସନ ବି ଇଜ ଦ ରାଇଟ ଆନ୍ସର ହଳଦିଆ ଶିଖା ଦେଇଥାଏ କି ଶିଖା ଦେଇଥାଏ ପିଲାମାନେ ହଳଦିଆ ଶିଖା ଦେଇଥାଏ ଓକେ नेक्स्ट क्वेश्चन पिला माने नेक्स्ट क्वेश्चन जिबा पूर्व चैनल जदी वीडियो गुडा को तुम सॉरी वीडियो गुडी को जदी तमे भलो लागुची तम मानकर किछि हेल्पफुल होउची निहाती भाबरे चैनल को सब्सक्राइब कर दबो आ बेल आइकन को ऑल रे सेट कर दबो मात्र 25 टा सब्सक्राइबर दरकार हमर 100 सेंचुरी करबा हमें बहुत माने बहुत माने मेहनत करा होउची पिला माने तम मानक पई जदी तमे 25 टा सब्सक्राइबर ए दी तीन टा दिन रे कंप्लीट कर दबो हम नुवा गुटे भाबिचे गोटे नुआ प्लान करिचे तम मानक पई लाइव क्लास आनिया एग्जाम पूर्व दिन लाइव क्लास आनिया प्रत्येक सब्जेक्ट रो तो निहाती जदी तमे सब्सक्राइब कर दबो मात्र 100 टी सब्सक्राइबर जदी कंप्लीट हे गला माने परीक्षा पूर्व आमे निहाती भाबरे नेकी आसिया पई जिबा ठीक अछि निम्नलिखित मध्यरु कोउटी समित चुन जस्ट एबे कहितली पिला माने कोउटा समित चुन एटा नुह CH2 रहिबा दरकार एठी 2 थिले हिताता तो ऑप्शन सी इज द राइट आंसर ऑप्शन सी इज द राइट आंसर 19 नंबर ऑप्शन सी देखि दियो 19 नंबर ऑप्शन सी अछि सीना नुह ऑप्शन सी समस्तकर अछि तो वेरी गुड 20 नंबर जिबा पिला माने 20 नंबर कोन हबो 20 नंबर कहला श्वसन प्रक्रियाटी केउ प्रकारर रासायनिक प्रतिक्रियार उदाहरण श्वसन प्रक्रियाटी केउ प्रकारर गोटे रासायनिक प्रतिक्रियार उदाहरण कहिछि श्वसन प्रक्रिया सब बेले कोन ताप उत्पादित होइताय सेठी ताप बाहरी थाय सेति पई आमे कोन कहि पारे ताप उत्पादी प्रतिक्रिया श्वसन प्रतिक्रियाटा गोटे ताप उत्पादी प्रतिक्रिया तापर नेक्स्ट क्वेश्चन पिला माने कोन कहला निम्नलिखित मध्यरु केउटी एक प्राकृतिक अम्ल क्षारक सूचक नुह पुआ पिला माने गोटे प्राकृतिक अम्ल सूचक हमर अम्ल क्षारक सूचक नुह कोउटा कहला देखिया 21 नंबर कोन हबो मिथाइल ऑरेंजटा कोन एटा हले प्राकृतिक सूचक नुह मिथाइल ऑरेंजटा ऑप्शन सी इज द राइट आंसर ठीक अछि नेक्स्ट क्वेश्चन आसीगला मौलिक गुडिकर पर्याय सारणी ठीक अछि कोन कहिला ना सर से कहिछि मेंडेलिव को पर्याय श्रेणी रे ग्रुप 2 रो ऑक्साइड पई केउ संकेतटी व्यवहार कराथिला सॉरी ग्रुप 1 ग्रुप 2 ग्रुप 3 रे कोउटा व्यवहार कराइथिला जल्दी कमेंट कर पिला माने को माने कहि परिबो देखिया जल्दी कर कमेंट कोउटा देखुची कमेंट सब मु कोन R2O3 कोउटा थिला पिला माने R2O3 तो ऑप्शन सी इज द राइट आंसर ऑप्शन सी इज द राइट आंसर नेक्स्ट क्वेश्चन पिला माने तम स्क्रीन ऊपर अछि आ मात्र 3टी क्वेश्चन अछि 3टी क्वेश्चन तमर शेष रे मते जणैबो किए केते मार्क रखुची ओके 23 नंबर क्वेश्चन कोन कहला ना आधुनिक पर्याय सारणी रे सल्फर केउ ग्रुप रे अछि आधुनिक पर्याय सारणी रे सल्फर केउ ग्रुप रे अछि केते नंबर ग्रुप रे अछि पिला माने सारा में जानिचे सिलिकन टा 14 नंबर ग्रुप रे रहिले कोन हबो हाइड्रोजन हीलियम लिथियम बेरिलियम बोरॉन कार्बन नाइट्रोजन ऑक्सीजन क्लोरीन नियन सोडियम मैग्नीशियम एल्युमिनियम सिलिकन फास्फोरस सल्फर सल्फर फास्फोरस पर सल्फर 16 नंबर ग्रुप रे केते नंबर ग्रुप रे 16 नंबर ग्रुप रे ठीक अछि
ଏଗୁଡା କେମିତିକା ମନେ ରହିବ ମୁଁ କ୍ଲାସରେ କହିଦେଇଛି ପିଲାମାନେ, ଯଦି କ୍ଲାସ ଦେଖିନ ଟିକେ ଦେଖିଦବ, ଠିକ ଅଛି। 14 ନମ୍ବର କ୍ୱେଶ୍ଚନ ପିଲେ, 14 ନମ୍ବର କ୍ୱେଶ୍ଚନ କଣ କହିଛି ନା ପର୍ଯ୍ୟାୟ ସାରଣୀର ତୃତୀୟ ପର୍ଯ୍ୟାୟରେ ଥିବା କେଉଁ ମୌଳିକର ଇଲେକ୍ଟ୍ରନ ପ୍ରତି ଆକର୍ଷଣ ଅଧିକ। 24 ନମ୍ବର କଣ ହବ? ଅପସନ ସି ଇଜ ଦ ରାଇଟ ଆନ୍ସର। ଅପସନ ସି ଇଜ ଦ ରାଇଟ ଆନ୍ସର, ଯେଟା କି କ୍ଲୋରିନ। କଣ ପିଲାମାନେ? କ୍ଲୋରିନ ର ଆକର୍ଷଣ ଅଧିକ ଥାଏ। ଅପସନ ସି। ଶେଷ କ୍ୱେଶ୍ଚନ ପିଲାମାନେ, ଆଜିର ଶେଷ କ୍ୱେଶ୍ଚନ ତମ ମାନଙ୍କ ସ୍କ୍ରିନରେ ଆସିଯାଇଛି। କଣ କହିଛି ନା ଆଧୁନିକ, କଣ କହିଛି ପିଲାମାନେ? ଟିକେ ରହିଯାଅ, କଲର ବି ଟିକେ ଚେଞ୍ଜ କରିବାକୁ ପଡିବ ଆମକୁ ପିଲେ, ମଝିରେ ମଝିରେ ସିମ୍ପଲ କଲର ଦେଇଦବା, ବ୍ଲାକ୍ କଲର। ଓକେ, ସେ କହିଛି ଆଧୁନିକ ପର୍ଯ୍ୟାୟ ସାରଣୀରେ କଣ ହାଲୋଜେନ ଗୁଡିକ କେଉଁ ଗ୍ରୁପରେ ରହିଥାନ୍ତି? ହାଲୋଜେନ ଗୁଡିକ କୋଉ ଗ୍ରୁପରେ ରହିଥାନ୍ତି ପିଲାମାନେ? ଜଲ୍ଦି କମେଣ୍ଟ କର। ହାଲୋଜେନ ଗୁଡା କୋଉ ଗୁଡା କହିଲ ମତେ ଦେଖିଆ। ହାଲୋଜେନ ଗୁଡା କୋଉ ଗୁଡା କହିଲେ ଦେଖିଆ? ଫ୍ଲୋରିନ, କ୍ଲୋରିନ, ବ୍ରୋମିନ, ଆୟୋଡିନ, ଏଇଗୁଡା ହେଲା ହାଲୋଜେନ। ସେଟା କୋଉଠି ରହିଥାଏ? ନା କଣ ନା ଆମର ଆଇଡିଆଲ ଗ୍ୟାସ, ବା ତାକୁ ଆମେ କଣ କହିଥାଉ ନା ଆମର ନିଷ୍କ୍ରିୟ ଗ୍ୟାସ ପୂର୍ବରୁ ଥାନ୍ତି ସେମାନେ। ତ 17 ନମ୍ବର, 17 ନମ୍ବରରେ ହାଲୋଜେନ ଗୁଡାକ ଥାନ୍ତି, ଠିକ ଅଛି ନା। ଆଲକାଲି ମେଟାଲ ହାଲୋଜେନ ଏଗୁଡା ସବୁ ଆମର ଆଲକାଲି ମେଟାଲ ଏଗୁଡା 1 2, ଆଲକାଲାଇନ ଆର୍ଥ ମେଟାଲ, ଆଲକାଲି ମେଟାଲ ସେଗୁଡା ସବୁ 1 2 ରେ ଥାନ୍ତି। କିନ୍ତୁ 7 ନମ୍ବରରେ କଣ ଥାନ୍ତି ନା ହାଲୋଜେନ ଗୁଡିକ ଥାନ୍ତି। ଅପସନ ସି ଇଜ ଦ ରାଇଟ ଆନ୍ସର। ଅପସନ ସି ଇଜ ଦ ରାଇଟ, ସରି 17 ନମ୍ବର, ଅପସନ ସି ଇଜ ଦ ରାଇଟ ଆନ୍ସର। 17 ନମ୍ବର ଗ୍ରୁପରେ ସେଗୁଡା ସବୁ ରହିଥାନ୍ତି। କୋଉଗୁଡା? ଫ୍ଲୋରିନ, କ୍ଲୋରିନ, ବ୍ରୋମିନ, ଆୟୋଡିନ ଇତ୍ୟାଦି ଇତ୍ୟାଦି। ତ ପିଲାମାନେ ଆଜି ପାଇଁ ଏତିକ। ଚ୍ୟାନେଲଟିରେ ଯଦି ନୂଆ ଅଛ ନିହାତି ଭାବରେ ସବସ୍କ୍ରାଇବ କରିଦବା ଆଉ ବେଲ ଆଇକନକୁ ଅଲରେ ସେଟ କରିଦବା। ଆଉ ତମ ମାନଙ୍କ ପାଇଁ ଗୋଟେ କଣ ନା ସବୁଠୁ ଭଲ ମେସେଜ କଣ କି ପିଲାମାନେ, ନା ତମେ ଯଦି ଫ୍ରି ପିଡିଏଫ ଚାହୁଁଛ ପିଲାମାନେ, ଫ୍ରି ପିଡିଏଫ ପ୍ରତ୍ୟେକ କ୍ଲାସରେ ଫ୍ରି ପିଡିଏଫ, ପ୍ରଥମ ପଏଣ୍ଟ, ଠିକ ଅଛି। ଦ୍ୱିତୀୟ ପଏଣ୍ଟ କଣ ଚାହୁଁଛ ପିଲାମାନେ, ନା ପ୍ରତ୍ୟେକ ମେଥ ଆଉ ସାଇନ୍ସ ର ନୋଟ୍ସ ଯଦି ପାଇବା ପାଇଁ ଚାହୁଁଛ, ମେଥ ଆଉ ସାଇନ୍ସ ର ନୋଟ୍ସ ପାଇବା ପାଇଁ ଚାହୁଁଛ, ଆଉ କଣ ପିଲାମାନେ ନା ପ୍ରତ୍ୟେକ ଧରାଯାଉ ଆମେ ସାଇନ୍ସ କଥା କହିବା, ଲାଇଫ ସାଇନ୍ସ କଥା କହିବା, ଲାଇଫ ସାଇନ୍ସ ର ପ୍ରଥମ ବିଷୟ ପୋଷଣ ଶ୍ୱସନ, ପ୍ରତ୍ୟେକ ବିଷୟର 100+ MCQ ଯଦି ଚାହୁଁଛ ତମେ ପିଲାମାନେ, ବିଲକୁଲ ଏଗୁଡା ଫ୍ରି ସବୁ। ଆଉ କଣ ପାଇପାରିବ? ପର୍ସନାଲ ଗାଇଡାନ୍ସ, ପର୍ସନାଲ ଗାଇଡାନ୍ସ ବି ତମକୁ ମିଳିପାରିବ, ଠିକ ଅଛି। ପର୍ସନାଲ ଗାଇଡାନ୍ସ, ଆଉ କଣ ପିଲାମାନେ, ଆହୁରି ବିଭିନ୍ନ ପ୍ରକାର ଡିସ୍କସନ କରିପାରିବ ତମେ ଏଠି। କଣ କରିପାରିବ? ଡିସ୍କସନ କରିପାରିବ। କେମିତିକା କରିବା ସେଗୁଡା ସବୁ ପିଲାମାନେ, ଏଗୁଡା ସବୁ ବିଲକୁଲ ଫ୍ରିରେ ତମକୁ କରିବାକୁ ଦିଆଯିବ। କଣ କରିବ ପିଲାମାନେ? ଏଗୁଡା ସବୁ ବିଲକୁଲ ଫ୍ରିରେ। କେମିତିକା ସାର୍ କରିବ? ତମେ ବାସ୍ ଏଇ ନମ୍ବରରେ ତମେ ମତେ ମେସେଜ କରିବାକୁ ପଡିବ। କଣ ନା 72058920 ଏଇ ନମ୍ବରରେ ତମକୁ ମେସେଜ କରିବାକୁ ପଡିବ। ଏଇ ନମ୍ବରରେ ତମେ ମତେ ମେସେଜ କରିବ, କଲ୍ କରିବା କିଛି ଦରକାର ନାହିଁ। ମେସେଜ କରିଦେଲେ, SMS କରିବ ବା ହ୍ୱାଟ୍ସଆପ ମେସେଜ କରିବ। ମେସେଜ କରିଦେଲେ ପିଲାମାନେ, ମୁଁ ତମକୁ ଗୋଟେ ହ୍ୱାଟ୍ସଆପ ଗ୍ରୁପରେ ଜଏନ କରିଦେବି। ସେଇ ଗ୍ରୁପରେ ଆମର ଓଡିଶାର ବହୁତ ପିଲା ଅଛନ୍ତି, ବହୁତ ବେନିଫିଟ୍ସ ପାଉଛନ୍ତି। ତମେ ଯାହା ବି କିଛି ପ୍ରୋବ୍ଲେମ ହବ, ପ୍ରତ୍ୟେକ କ୍ଲାସର ଫ୍ରି ପିଡିଏଫ ସବୁ ସେଠି ମିଳିଯିବ। ନୋଟ୍ସ ସବୁ ମିଳିଯିବ, ପ୍ରତ୍ୟେକ କ୍ଲାସର ନୋଟ୍ସ ବା ତମର ସବୁ ବିଷୟର ନୋଟ୍ସ ସବୁ ତମକୁ ସେଠି ପ୍ରୋଭାଇଡ କରିଦେବି। ଯେଟା କି ତମେ ପରୀକ୍ଷା ପୂର୍ବରୁ ପଢିକି ଗଲେ ବହୁତ ହି ବେନିଫିଟ୍ସ ମିଳିବ ସେଠି, ଠିକ ଅଛି ନା। ପ୍ରତ୍ୟେକ ପ୍ରାକ୍ଟିସ କ୍ୱେଶ୍ଚନ 100ଟା ପାଖାପାଖି ପ୍ରତ୍ୟେକ ଟପିକରେ, ପ୍ରତ୍ୟେକ ଟପିକରେ ମୁଁ ତମକୁ 100ଟା+ MCQ ଦେବି। ଯେମିତି ପୋଷଣର 100ଟା, ସବୁ ବିଷୟର 100ଟା MCQ ଦେବି ପ୍ରାକ୍ଟିସ କରିବା ପାଇଁ। ବହୁତ ଇମ୍ପୋର୍ଟାଣ୍ଟ, ମନ ଇଚ୍ଛା ଏମିତିକା ଏଠୁ ସେଠୁ MCQ ନେ ବହୁତ ଇମ୍ପୋର୍ଟାଣ୍ଟ MCQ ଦେବି, ଠିକ ଅଛି। ପର୍ସନାଲ ଗାଇଡାନ୍ସ ମିଳିବ। ତାହାର ତମର ଯଦି ଯାହା କିଛି ପ୍ରୋବ୍ଲେମ ହବ, ତମେ ମତେ ପର୍ସନାଲି ମତେ ପଚାରିକି ବୁଝିପାରିବ। ଆଉ ତମକୁ ତମ ନିଜ ନିଜ ସାଙ୍ଗ ଭିତରେ ଡିସ୍କସନ କରିକି ମଧ୍ୟ ତମେ କିଛି ଅଧିକରୁ ଅଧିକ ଜ୍ଞାନ ଆହରଣ କରିପାରିବ। ତ ପିଲାମାନେ ଏଇ ସବୁ ଗାଇଡାନ୍ସ ତମକୁ ମିଳିବ ମାତ୍ର ବିଲକୁଲ ଫ୍ରିରେ। ହ୍ୱାଟ୍ସଆପ ଚ୍ୟାନେଲରେ ମତେ ବାସ୍ ଜଏନ ଆଉ ହ୍ୱାଟ୍ସଆପ ମାନେ ମେସେଜ କରିବାକୁ ପଡିବ 7205892090 ରେ। ତ ପିଲାମାନେ ଆଜି ପାଇଁ ଏତିକ। ଯଦି ଭିଡିଓ ଟିକେ ଭଲ ଲାଗୁଥାଏ ନିହାତି ଭାବରେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ ଆଉ ବେଲ ଆଇକନରେ ଅଲରେ ସେଟ କରିଦେବେ। ଆଉ ଦେଖା ହବ ନେକ୍ସଟ ଭିଡିଓରେ। ଆଜି ପାଇଁ ଏତିକ। ଜୟ ହିନ୍ଦ, ଜୟ ଜଗନ୍ନାଥ, ଜୟ ଭାରତ।